हाय सांग मैंने नमस्कार मुझे बादल गोटे वीडियो स्वागत करछि। आज गोटे भल रेसिपी नहीं आपण मन यहाँ देखी पड़ते कौनटा सांग मैंने ये हूँ बड़ी। आज मैंने भंगा बड़ी एटा किसी भल अच्छे अत किसी भांगी जाइए बड़ी आ बड़ी बैगण आलू तरकारी गोटे आज करी गोटे भल देसी स्टाइल रे मुझे पूरा बाटण कर पूरा देसी बाटण आउ चलते आम स्टार्ट करदे। आउ बड़ीटा को भाजीदेवी आउे केम कौन करी आप देखिए तार प्रोसेसटा मुझे डालमा भी गोटे बसई देती डालमा आज जबरदस्त गोटे रेसिपी करी आज पूरा देसी स्टाइल बाटण जमी बढ़ी गाँव में जमी तरकारी हुए मुझे टाइप करी किंतु गैस रे तो हेनी जहाँ चुली टेस्ट अलग प्रकार आसता कि मुझे करी मैंने गैस तो सब वीडियो गैस चुली जबरदस्त टेस्ट लगी कि तथापि टेस्ट लगे मुझे चेष्टा करी टेस्ट करने चलते एवं स्टार्ट करदे। कढ़ई तले बस टे जस्ट खाली तेल पकईदे तेल पकले बड़ीटा भाजी भल लगे। चलतु ये तेल पकाऊँ तेलटा टे पकईदे अल्प टे तेल पकई भाजिया बड़ीटा को तेल टे गरम हो गला आम बड़ीटा देदेवा ता पूर्व आपको देखी दूसरी मुझे सब पौंता रेडी कर रखी आपने देखूँ ये आलू किसी काटी किसी बैगण तो बेसर ए कंचा लंका किसी पिज आदि टमाटर रखी यहाँ हूँ बड़ी एतिक आइटम रे मुझे आप देखी गोटे भल रेसिपी दमदार रेसिपी आपण मैंने देखिए सब किसी मुझे रेडी कर देती। चलतु एवं स्टार्ट करदे बड़ीटा पकईदे तादेह बड़ीटा को मुझे भाजुची बड़े टे भाजी जाऊ बड़े भी भाजी सारापर कि समय छाड़ीदे बड़े टे बड़ीटा भाजी हो गलानी ए बड़ीटा को आम काढ़ीदे। बड़ी सब बाहर कर दीजिए आम बड़ीटा बाहरी गला भी तादे तेल हम देदे तेल दे दीजिए दीटा तेल टी गरम हो गलानी तादेह आम टे अल्प कि फुटन पकईदे तादे दीटा शुक्ला लंका देदे और किसी चुना पिज देदेगा भाजी देवा कि समय छाड़देवा भाजी सारू पिजटा गोल्डन हो आसला बाटण मसलाटा हम देदेव आड करदे टे पानी भी देदेव किसी समय मसलाटा छाड़देवा टे मसला टी हो जाऊ टे मसलाटा हो सारापर आम पाउडर आइटम मसला आइटम तादेह पकेबा। ये मसला हो गलानी टिके मसलाटा भाजी आसला तादेह आम किसी लुण टे देदेवा
ତା ସାଙ୍ଗେ ହଳଦୀ ଗୁଣ୍ଡ ଦେଇଦେବା। କଞ୍ଚା ଲଙ୍କା ଦୁଇଟା ପକାଇଥିଲେ, ତା ସାଙ୍ଗରେ ଲଙ୍କା ଗୁଣ୍ଡ ଟିକେ ଦେଇଦେବା, କାଶ୍ମୀର ଲଙ୍କା ଗୁଣ୍ଡ ଦେଇଦେବା। ଏତିକି ମସଲା, ତା ଦ୍ୱାରା କିଛି ଦେବାନି ଆମେ। ଏବେ ଟିକେ ଭଲ ଭାବେ ମ୍ୟାରିନେଟ୍ କରିଦେବା ତାକୁ। ମସଲାଟା ବହୁତ ବଢ଼ିଆ ଦିଶୁଛି, କେତେ ସୁନ୍ଦର ଭାବେ ହେଇଗଲା ମସଲାଟା। ଏବେ କିଛି ସମୟ ମସଲାଟାକୁ ଆମେ ଛାଡ଼ିଦେବା, ସେଠି ଭଲକି ଆଉ ଟିକେ ଭାଜି ହେଇଯାଉ, ତା ଦେହରେ ପାଉଡ଼ର ମିଶି ଯାଉ ଟିକେ ତା ଫ୍ଲେଭରଟା ଆସିଲା ପରେ ତାପରେ ନେକ୍ସଟ ପ୍ରୋସେସଟା ତାପରେ କ'ଣ ପକାଇବେ ଆପଣମାନେ ଦେଖିବେ। ଏବେ ମସଲା ଟିକେ ଡ୍ରାଏ ହେଇଗଲାଣି, ଟିକେ ଭାଜି ହେଇଗଲାଣି ମସଲାଟା। ତା ସାଙ୍ଗରେ ରଖିଥିବା ଆମେ ଯେଉଁ ଆଳୁ କାଟି ରଖିଥିଲି, ସେ ଆଳୁଟାକୁ ଆମେ ଦେଇଦେବା ତା ଦେହରେ। ଏବେ ଆଳୁ ତା ଦେହରେ ଆମେ ଦେଇଦେଇଛେ, କିଛି ସମୟ ଛାଡ଼ିଦେବା। ଏବେ ଆଳୁଟାକୁ ଭାଜିବା ପାଇଁ ଏ ମସଲାରେ ଭାଜି ହେଇସାରୁ ତାପରେ ଯାଇକି ନେକ୍ସଟ ଆଡ଼୍ କରିବା। ଆଉ କ'ଣ ଦେଖିବେ, ଏବେ ଆଳୁ ହେଇଗଲାଣି, ତା ଦେହରେ ଭଲ ଭାବେ ମସଲା ବି ଲାଗିଲାଣି। ତାପରେ ଆମେ ଯେଉଁ ବାଇଗଣ କାଟି ରଖିଲେ, ବାଇଗଣ କିଛି ତା ଦେହରେ ଆଡ଼୍ କରିଦେବା ଆମେ। ଏବେ ବାଇଗଣକୁ ତା ସାଙ୍ଗରେ ଆମେ ଟିକେ ଭାଜିଦେବା। ବାଇଗଣଟାକୁ ଆମେ ଭାଜିଦେବା ତା ଦେହରେ। ମସଲାର ବାଇଗଣଟାକୁ ଭାଜିକି ସ୍ଲୋ ଗ୍ୟାସ୍ ରଖିକି ଆମେ କିଛି ସମୟ ତାକୁ ଛାଡ଼ିଦେବା। ଗ୍ୟାସ୍ ଟିକେ ସ୍ଲୋ କରିଦେବା। ସ୍ଲୋ କରି ତାକୁ ଆମେ ଏବେ ଢାଙ୍କଣ ଗୋଟେ ଦେଇଦେବା। ଢାଙ୍କଣଟେ କିଛି ସମୟ ତାକୁ ଛାଡ଼ିଦେବା ଏମିତି ହେଲା ପର୍ଯ୍ୟନ୍ତ, ସେ ବାଇଗଣ ଟିକେ ସିଝିବ ଆଳୁ ସାଙ୍ଗରେ। ତାପରେ ନେକ୍ସଟ ପ୍ରୋସେସ୍, ଏବେ ମସଲାଟା ହେଇଗଲାଣି, ତା ଦେହରେ ବାଇଗଣ ଆଳୁ ବି ସିଝିଗଲାଣି। ତା ଦେହରେ ଆମେ ଟମାଟର ଦେଇଦେବା। ଏବେ ଟମାଟର ଦେଇକି ଆମେ ତାକୁ କିଛି ସମୟ ଛାଡ଼ିଦେବା। ସେ ଟିକେ ଟମାଟୋ ତା ସାଙ୍ଗରେ ଭଲ ଭାବେ ମିଶିଯାଉ। ଆଉ ଟିକେ ମସଲା ଟିକେ ବହଳିଆ ହେଇଥିବ, କାହିଁକିନା ଟମାଟର ମିଶିଗଲେ ଟିକେ ହେଇସାରିଲା ପରେ ଲାଷ୍ଟ ପ୍ରୋସେସ୍ ଅଛି, ଦେଖିବେ। ଏବେ ହେଇଗଲାଣି, ମସଲା ସବୁ କଷି ହେଇଗଲାଣି ଟୋଟାଲି। ଆଉ ଆଳୁ ବି ଟିକେ ଟିକେ ସିଝିଗଲାଣି, ବାଇଗଣ ସିଝିଯାଇଛି, ଟମାଟୋ ବି ଟିକେ ଟିକେ ହେଇଯାଇଛି। ଏବେ ତା ଦେହରେ ଆମେ ପାଣି ଦେଇଦେବା। ଟିକେ ପାଣି ଦେଇଦେବା। ଟୋଟାଲି ପାଣି ଦିଆଗଲା। ସେ ପାଣିଟା ମଲା ପରେ ଲାଷ୍ଟ ରହିବ ଆମର ମେନ୍ ଜିନିଷଟା, ଏଇଟା ହେଉଛି ବଢ଼ି। ଏଇଟା ପକାଇଦେଲେ ଆମ ତରକାରୀଟା ପୁରା କମ୍ପ୍ଲିଟ୍। ଆପଣମାନଙ୍କୁ ଦେଖେଇବି। ଏବେ ପାଣି ସାଙ୍ଗେ ଟିକେ ଲୁଣ ଦେଇଦେବା, ଟିକେ ଲୁଣ ଦେଇଦେବା, କାହିଁକିନା ଲୁଣ ଆମେ ଅଳ୍ପ ଦେଇଥିଲେ, ସେଇ ହିସାବରେ ଟିକେ ଲୁଣ ଦେଇଦେବା। ତା ଦେହରେ ସ୍ୱାଦ ଅନୁସାରେ ଲୁଣ ଟିକେ ଦେଇଦେବା। ଏବେ ତାକୁ କିଛି ସମୟ ଛାଡ଼ିଦେବା ଫୁଟିବା ପାଇଁ। ଢାଙ୍କଣ ବି ଦେଇଦେବା ଆମେ, ସେ ଫୁଟୁ। ତାପରେ ନେକ୍ସଟ ବଢ଼ି ପକାଇଲା ବେଳେ ମୁଁ ଆପଣଙ୍କୁ ଦେଖେଇବି, ତରକାରୀଟା କମ୍ପ୍ଲିଟ୍ ହେଇଗଲେ ଦେଖେଇବି। ଏବେ ଝୋଳଟା ମରିଯାଇଛି, ତା ଦେହରେ ଆମେ ଏବେ ଏ ଯେଉଁ ବଢ଼ି ରଖିଥିଲେ, ବଢ଼ି ଆମେ ଦେଇଦେବା। ବଢ଼ିଟାକୁ ଆମେ ଟିକେ ଭଲସେ ମିଶାଇଦେବା। କିଛି ସମୟ ତାକୁ ଆମେ ଛାଡ଼ିଦେବା, ସେ ଅଟୋମେଟିକ୍ ସ୍ଲୋ କରିଦେବା ଗ୍ୟାସ୍ଟାକୁ। ଏବେ ଆମର ତରକାରୀ କମ୍ପ୍ଲିଟ୍ ହେଇଯାଇଛି। ଆଉ ହେଇସାରିଲା ପରେ ମୁଁ ଆପଣମାନଙ୍କୁ ଦେଖେଇବି, ଆଉ ଖାଇକି ଦେଖେଇବି କେମିତି ଟେଷ୍ଟ ଲାଗୁଛି, କେଉଁଟା ଲାଗୁଛି ଆପଣମାନେ ଦେଖିବେ। ଏବେ ସାଙ୍ଗମାନେ ମୁଁ ଅଲରେଡ଼ି ତରକାରୀଟା ଯେଉଁ କରିଥିଲି, ସ୍ପେଶାଲ୍ ତରକାରୀଟା ମୋର କମ୍ପ୍ଲିଟ୍ ହେଇଯାଇଛି। ମୁଁ ରଖିଦେଇଛି କାଢ଼ିକି। ଆଉ ଏବେ ମୁନା ପଳେଇ ଆସିଛନ୍ତି ଆଉ କିଚେନ୍କୁ, କହିଲେ ମୁଁ ସାଇଡ଼୍ ଡିସ୍ ଗୋଟେ କିଛି କରିବି। ଆଉ ଦେଖନ୍ତୁ କ'ଣ କରୁଛି ସିଏ। ମା ଆଜି କରିଛନ୍ତି ଭେରାଇଟି ପ୍ରକାର। ପଳେଇ ଆସିଲାଣି, ଦେଖିବେ ହାଇ କରିଦେବା ବାବା ଟିକେ। ମୋ ସାଙ୍ଗମାନେ, ମୋ ଝିଅ କେବେ ବି ବ୍ଲଗ୍ କରି ତମେ କରିବ ନା, ଡିସ୍ କରି ଦେଖିବ ନା ସାଙ୍ଗମାନଙ୍କୁ। ମୋ ଝିଅ ବଡ଼ ହେଇଗଲା ପରେ ସେ ଦେଖେଇବ। ଆଉ ଏବେ ମୁନା କ'ଣ କରୁଛନ୍ତି ଦେଖିବା ଆମେ। ଏଇଟା କ'ଣଟା? ବାଇଗଣ। ବାଇଗଣ ଆଜି ପୁରା ଜବରଦସ୍ତ ବାଇଗଣ ଭଜା କରୁଛନ୍ତି। କ'ଣ ଟମାଟୋ ଦେଇ କାଟିଛ? ଟମାଟୋ ଖଟା ହେବ ତା ସାଙ୍ଗରେ। ଛାଡ଼ି ଚାଲ। ଏବେ ଦେଖିପାରୁଥିବେ ସାଙ୍ଗମାନେ, ଟୋଟାଲି ଆମର ଚାଲିଛି। ମନା କଷୁଛନ୍ତି ଏଇନା କ'ଣଟା?
ପିଆଜ ଲଙ୍କା ନା ପିଆଜ ଲଙ୍କା କରୁଛନ୍ତି ତା ଦେହରେ ପୁଣି ଅଦା ରସୁଣ ଛେଚିକି ତା ଦେହରେ ଓ ମାନେ ଇଏ ଖଟା କରିବ ଆଜି ଖଟା ଆଜି ମନା ଖଟା କରିବେ ଆଉ ମୁଁ ତ ସ୍ପେଶାଲ କରିଦେଇଛି ଆଉ ସାଇଡ୍ ତା ପାଇଁ ସାଇଡ୍ ଡିସ୍ କରିଛନ୍ତି ସେମାନେ ଆଉ ଏଇଟା କ'ଣ ବାଇଗଣ ବାଇଗଣ ଭଜା ନା ଏଇଟା କ'ଣଟା ଆଖିରେ ମସଲା ବାଇଗଣ ମସଲା ବାଇଗଣ କରିଛନ୍ତି ଆଉ ତା ସାଙ୍ଗରେ ଏବେ ସବୁ ଆଇଟମ୍ ସେ କରୁଛନ୍ତି ସାଇଡ୍ ଡିସ୍ ଆଉ ମୁଁ ଖାଇଲା ବେଳେ ଆପଣମାନଙ୍କୁ ଦେଖେଇବି ଆପଣମାନେ ଦେଖିବେ ସବୁ କିଛି ଆଉ ଏବେ ମନା କରୁଛନ୍ତି ମୁଁ ପଦା ପଳା ଯାଏ ଆଉ ସେ କରିସାରିଲା ପରେ ମୁଁ ଖାଇ ବସିବି ଆପଣମାନେ ସବୁ କିଛି ଦେଖିବେ କ'ଣ ଆଜି ଡିସ୍ ହେଇଛି ଆଉ କ'ଣ ମନା ବନେଇଥିଲି ମୁଁ କରିଥିଲି ଆପଣମାନେ ସବୁ କିଛି ଦେଖିବେ ଖାଇଲା ପୂର୍ବରୁ ଆମେ ଏବେ ମାନେ ମୁଁ ବଢ଼ି ଚାଲିବ ଏବେ ମନା ତ କରୁଛନ୍ତି ସିଆଡ଼େ ମୋ ଝିଅ କେମିତି ବ୍ଲଗ୍ କରୁଛି ଦେଖିପାରୁଥିବେ ସେ ସବୁବେଳେ ମୁଁ ବ୍ଲଗ୍ କରୁଛି ବୋଲିକି ସେ ଗୋଟେ ସେ ମାନେ ସିଏ ବି ନିଜେ ବି ଗୋଟେ ବ୍ଲଗ୍ କଲାଣି କହିଲା ବାବା ତମ ମୋବାଇଲରେ ତମେ ବ୍ଲଗ୍ କରୁଛ ଆଉ ମୋ ମୋବାଇଲରେ ମୁଁ ବ୍ଲଗ୍ କରିବି ସିଏ ନିଜେ ବି ବ୍ଲଗ୍ କରୁଛି ସେଇଠି ସାଙ୍ଗମାନେ ଦେଖନ୍ତୁ ସିଏ ବି ଜାଣିବେ ବ୍ଲଗ୍ କରିବାକୁ ଆଉ ମୁଁ ତାକୁ ଆଣୁନାହିଁ ସେ ଆଉ ଟିକେ ବଡ଼ ହେଇଗଲା ବେଳେ ଭଲ ବ୍ଲଗ୍ କହିଲେ ସିଏ ବି ଆସିବ ବ୍ଲଗ୍ କରି ସିଏ ନିଜେ ବ୍ଲଗ୍ କରିବ ସେ ଛୋଟ ମୋବାଇଲରେ ତାର ବ୍ଲଗ୍ କରୁଛି ସିଏ ତାକୁ ଗୋଟେ ମୋବାଇଲ ଯାଇ ଦେଖିଲେ ତମ ଫୋନ୍ଟା ସେ ଫୋନ୍ରେ ବି ନିଜେ ନିଜେ ବ୍ଲଗ୍ କରୁଛି ଆଉ ଚାଲନ୍ତୁ ଏବେ ଖାଇ ବସିବା ମୁଁ ଦେଖେଇବି ଆପଣମାନଙ୍କୁ ଏବେ ସାଙ୍ଗମାନେ ଚାଲନ୍ତୁ ଷ୍ଟାର୍ଟ କରିଦେବା ଖାଇବାଟା ଷ୍ଟାର୍ଟ କରିଦେବା ଆଉ ଆଜି ମୁଁ ତ ଖାଲି ସ୍ପେଶାଲଟା କରିଥିଲି ଏଇ ଆଇଟମ୍ଟା ଆଉ ମୁଁ ଦେଖାଉଛି ବ୍ୟାକ୍ କ୍ୟାମେରା କରିକି ଆପଣମାନଙ୍କୁ ଆପଣମାନେ ଦେଖିବେ ଏଇଟା ହେଉଛି କାକୁଡ଼ି ଆଉ କାକୁଡ଼ି ତ ଆମର କମନ୍ ଡେଲି ଆମର ଯାହା ହେଲେ କାକୁଡ଼ି ଆଉ ଏଇଟା ହେଉଛି ସ୍ପେଶାଲ ଯେଉଁଟା ମୁଁ କରିଥିଲି ଆଉ ବାଇଗଣ ଆଳୁ ବାଇଗଣ ବଢ଼ି ଆଉ ଏଇଟା ହେଉଛି ବାଡ଼ିଆ ଡାଲମା ମାନେ ଭଲ ଡାଲମାଟା ଏଇଟା କ'ଣ ବାବା ଏଇଟା ହେଉଛି ବାଇଗଣ ହେଇଛି ଏଇଟା ହେଉଛି ସବୁଠୁ ସ୍ପେଶାଲ ଖଟା କରିଛନ୍ତି ମନେ ତା ଦେହରେ କ'ଣ ପଡ଼ୁଛି କୋଳି ପଡ଼ୁଛି ନା ବରକୋଳି ଟମାଟର ଖଟା କରିଛନ୍ତି ମୋ ଝିଅ କିନ୍ତୁ ଖାଉଛି ମନା ବି ଏଇନା ଖାଇବେ ମୁଁ ବି ଷ୍ଟାର୍ଟ କରିଦେଉଛି ଖାଇବା ଏବେ ସାଙ୍ଗମାନେ ସବୁ କିଛି ଆଇଟମ୍ ଦେଖିଲେ ଆଉ ପିଉ ତ ଖାଇବା ଷ୍ଟାର୍ଟ କରିଦେଲାଣି ଆଉ ମନା ତାକୁ ଦଳି ଦାଳିକି ରେଡ଼ି କରିଦେଉଛନ୍ତି ସବୁ ଖାଇଦେବ ଆଉ ସିଏ ତାର ବାଇଗଣଟା ବହୁତ ଫେଭରେଟ୍ ତାର ବହୁତ ପସନ୍ଦ ଆଉ ମନା କରିଛନ୍ତି ଏତେ ପ୍ରକାର ଆଇଟମ୍ ମୁଁ କଲି ଯାହା ହଉ ଭିଡ଼ିଓଟା କେମିତି ହାଇ କରିଦିଅ ଆଉ ଭିଡ଼ିଓଟା କେମିତି ଲାଗିଲା ମତାମତ ଦେବେ ସାଙ୍ଗମାନେ ଭିଡ଼ିଓଟା ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ ଜୟ ଜଗନ୍ନାଥ ନମସ୍କାର ମୁଁ ବାଦଲ ପୁଣି ଦେଖା ଗୋଟେ ଭଲ ବ୍ଲଗ୍ରେ ଆଉ ନେକ୍ସଟ ବ୍ଲଗ୍ ଯେତେକ ସବୁ ଆସିବ ଏବେ ନୂଆ ନୂଆ ସବୁ ବ୍ଲଗ୍ ଆସିବ ତା ଦେହରେ ମୁନା ଆଉ ଭଏସ୍ ଦେବେ ଆଉ ସିଏ ନିଜେ ବ୍ଲଗ୍ କରିବେ ଆଉ ମୁଁ କିଛି ଦିନ ପାଇଁ ରହିଯିବି ସିଏ ବ୍ଲଗ୍ କରିବେ ମୁଁ ତ ବହୁତ ବ୍ଲଗ୍ କଲେଣି ଏବେ ତ ନେକ୍ସଟ ଦେଖିବେ ଆପଣ ମୋନାଙ୍କ ମାନେ ମୋର ମୋନାଙ୍କ ଭଏସ୍ରୁ ସବୁ ଦେଖି ଭିଡ଼ିଓ କରିବେ ତ ସାଙ୍ଗମାନେ ଏବେ ନମସ୍କାର ମୁଁ ରଖୁଛି ପୁଣି ଦେଖା ଗୋଟେ ଭଲ ବ୍ଲଗ୍ରେ ଆଉ ମୋନା ସହିତ ଦେଖିବେ ଆପଣମାନେ ମୋନା କରିବେ ଭଲ ବ୍ଲଗ୍ ଅପେକ୍ଷା ନିଶ୍ଚୟ କରିଥିବେ ଆଉ କମେଣ୍ଟ ସେୟାର କରିଥିବେ ନିଶ୍ଚୟ ଆପଣମାନେ